ଏବେ ପୁରା ପାଣି ମରିଗଲାଣି। ଏବେ ମାନେ ଗୋଟେ ନିର୍ଦ୍ଦୋଷକୁ ଦୋଷୀ ବନେଇକି ତାକୁ ଜେଲ୍ ପଠେଇଲେ। ଜେଲ୍ ପଠେଇ ନାହାନ୍ତି, ସେ ନିଜେ ହେଉଛି ରାଜ୍ୟର ସ୍ୱାର୍ଥ ପାଇଁ ସେ ନିଜେ ଯାଇକି ସରେଣ୍ଡର କଲା। କିଛି ଭାଇମାନେ ସେ କହୁଛନ୍ତି ଜେଲ୍ ଫେରନ୍ତାକୁ ସ୍ୱାଗତ କରାଯାଉଛି। ମୁଁ ସେଇମାନଙ୍କୁ ହିଁ କହୁଛି ଯେହେତୁ ସେଟା ବନ୍ୟା ପରିସ୍ଥିତି ଥିଲା ଆଉ ପୁରୀରେ ରଥଯାତ୍ରା ସମୟ ଥିଲା, ଏହାକୁ ଦୃଷ୍ଟିରେ ରଖି ସେ ନିଜେ ଯାଇକି ସେ ସରେଣ୍ଡର କଲେ ଯେ ଯଦି ମୋ ପାଇଁ ଯଦି ଏ ଅସୁବିଧାର ସମ୍ମୁଖୀନ ହେଉଛି ତାହେଲେ ମୁଁ ଯାଉଛି। ତ ଯେତେବେଳେ ଆପଣଙ୍କର ଜଜ୍ ସେ ହିୟରିଂ କଲେ, ପାଇଲେନି କୌଣସି କିଛି ରେକର୍ଡ ପାଇଲେନି କିଛି। ଗଭର୍ଣ୍ଣମେଣ୍ଟ ଓକିଲ ପାଇଲେନି ଯେ ତୁମେ କେଉଁଠି ସେଟାକୁ ଆରେଷ୍ଟ କରିଛ। ତେଣୁ ସେ ବିନା ରେକର୍ଡର ସେ ହେଉଛି ନିର୍ଦ୍ଦୋଷ ହେଲେ। ଆପଣ ଶୁଣନ୍ତୁ ଯେଉଁ ଓକିଲମାନେ କ'ଣ କହୁଛନ୍ତି। ରାଜନୀତିକୁ ମାନେ ଯେଉଁମାନେ ବିରୋଧୀ ଦଳ ଅଛନ୍ତି ସେମାନେ ଭଲ ଭାବେ ମାନେ ପ୍ରମାଣ ସହିତ ଯୁକ୍ତି କରନ୍ତୁ, କମେଣ୍ଟସ୍ କରନ୍ତୁ। ଆଉ ଗୋଟେ ରହିଲା ଯେଉଁ ଓଏସ୍ ସଂଘ, କେଉଁଠି ଲୁଚିକି ଅଛ ଏବେ ତୁମେ? ଆସ ଆଉ ଥରେ ତୁମେ ଆନ୍ଦୋଳନ କରୁନ, ଆସ। ଏ ବ୍ୟାସନଗରର ଯେଉଁ ଘଟଣା ହେଲା, କାହିଁ ତୁମେ ସେଠି କାହିଁ ବାହାରିଲନି? ହେଲା ଜଗନ୍ନାଥ ପ୍ରଧାନକୁ ଆମେ ହେଉଛି ଯେତେ ପର୍ଯ୍ୟନ୍ତ ଆମେ ଆରେଷ୍ଟ ନ କରିଥିବୁ ବୋଲି ସେ ଆମେ ଉଠିବୁନି। ହେଇଗଲା। ଆରେ ତମେ ବା କହିଲି ଯେ ରାଜନେତାଙ୍କ ମାଧ୍ୟମ ରାଜନେତା ସରକାର କରୁଛି, ଆଉ ତମେ ତାଙ୍କ ଅଣ୍ଡରରେ ତମକୁ ରଖା ହେଇଛି ତମେ କାମ କରିବା ପାଇଁ। ତମେ କହିବ ଆମେ ହେଉଛି ରାଜନେତା ଉପରେ ଆମେ ରାଜନୀତି କରିବୁ। ତମେ କିଏ ହଉ? ତମକୁ ଦିଆହେଉଛି, ତମକୁ ପାରିଶ୍ରମିକ ତମ କାମ କରିବା ପାଇଁ ପାରିଶ୍ରମିକ ଦିଆହେଉଛି। ତମେ ଆସିକି କହିବ ଆମେ ସଂଘ କରିକି ବାଗ ପଢ଼ିଦେବୁ, ସବୁ କରିଦେବୁ। ଆସ ସଂଘ ଆସି ଆଉ ଥରେ ଦିଅ, ଆଉ ଥରେ ଆନ୍ଦୋଳନ କର, ବାହାରେ ଆଉ ଥରେ କୁହ ଜଗା ପ୍ରଧାନ ଆଉ ଥରେ ଯା। ସଂଘ କରୁଛନ୍ତି ତମେ କାମର ମନ ଧ୍ୟାନ ନାହିଁ, କାମ ଏଠି ଦୁର୍ନୀତି କରିକି ପୁରା ଇଏ କରୁଛ। ତମ ବେଳା ଖରାପ ପଡୁଛି ତମର। ଏବେ ତମେ ଆସ, ତମ ସବୁ ଗୋଟେ ତମର ସବୁ ପେଡ଼ି ଖୋଲାଯିବ। ସମୟ ଆସିଲାଣି, ଅପେକ୍ଷା କର। ଯେଉଁମାନେ ରାଜନୀତି କରୁଛ ଠିକ ରାଜନୀତି କରୁଛ, ଏବେ ତମକୁ ସବୁ ବାହାରିବ ଗୋଟେ ପେଡ଼ି ଖୋଲାଯିବ। ଲୋକଙ୍କ ଟିକସ ପଇସା ତମେ ହେଉଛି ଯାତ୍ରା କରିବ।